ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ରଗବା ଗ୍ରାମ ପଞ୍ଚାୟତର ମଝାପଡ଼ାଠାରେ ପରିବେଶବିତ୍ ସୋନମ ୱାଙ୍ଗଚୁଙ୍କ ଲଦାଖରେ ପରିବେଶ ସୁରକ୍ଷା ପାଇଁ ଚାଲୁଥିବା ଅନଶନ ଏବଂ ଆନ୍ଦୋଳନକୁ ସମର୍ଥନ କରିଛି ଲୋକମୁକ୍ତି ସଂଗଠନ ଓ ଓଡ଼ିଶା ଜଙ୍ଗଲ ଅଧିକାର ମଞ୍ଚ ପକ୍ଷରୁ ବାମରା ବ୍ଲକ ସଭାପତି ପାତ୍ରବାଗଙ୍କ ସଭାପତିତ୍ୱରେ ଏକ ଗଣଧାରଣା ଏବଂ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା। ଏହି ପ୍ରତିବାଦ ସଭାରେ ମୁଖ୍ୟ ବକ୍ତା ଭାବରେ ଲୋକମୁକ୍ତି ସଂଗଠନର ମୁଖ୍ୟ ସଂଯୋଜକ ଉମାକାନ୍ତ ନାୟକ ଓ ସଂଯୋଜକ ଜିନିତ ସାମାଜ ଯୋଗଦାନ କରି ଲଦାଖ ଓ ଛତିଶଗଡ଼ ହସଦେଓ ଜଙ୍ଗଲକୁ କିଭଳି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଖରାପ ନୀତି ନିୟମ ଓ କମ୍ପାନୀ ପ୍ରୀତି ଯୋଗୁଁ ସେଠାକାର ପ୍ରାକୃତିକ ପରିବେଶକୁ ଧ୍ୱଂସ କରି ସେଠାକାର ଆଦିବାସୀ ଓ ଅନ୍ୟାନ୍ୟ ଜନସାଧାରଣଙ୍କର ଜୀବନ ଜୀବିକାକୁ ମଧ୍ୟ ଧ୍ୱଂସ ଅଭିମୁଖେ ସେମାନଙ୍କୁ ଶୋଷଣ ନିର୍ଯାତନା କରାଯାଉଛି ତାହାର ତୀବ୍ର ନିନ୍ଦା କରିଥିଲେ। ସେଠାକାର ଆନ୍ଦୋଳନକୁ ସମର୍ଥନ କରି ତାଙ୍କ ଦାବିଗୁଡ଼ିକୁ କିପରି ପୂରଣ କରାଯାଇପାରିବ ଏଥିପାଇଁ ଉଭୟ ସରକାରଙ୍କ ପକ୍ଷରୁ ଏକ ସାର୍ଥକ ପ୍ରୟାସ କରାଯିବା ଦରକାର ବୋଲି ଦାବି କରାଯାଇଥିଲା। ନଚେତ୍ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ସଂଗଠନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି ସଭାରେ କେନ୍ଦ୍ରୀୟ କମିଟି ସମ୍ପାଦକ ଗ୍ରାଗୋରୀ ସମାଜ ସମସ୍ତଙ୍କୁ ସ୍ୱାଗତ କରି ସଭାର ପରିଚାଳନା କରିଥିଲେ। ଏହି ସଭାରେ ବାମରା ବ୍ଲକର ସାଗରା ଗଡ଼ପୋଷ କିନାବଗା ରଗବା ଗ୍ରାମ ପଞ୍ଚାୟତରୁ ବନକୁମାର ସୋରେନ କିଶୋର ଲାକ୍ରା ରବି ଡୁଙ୍ଗଡୁଙ୍ଗ ଷ୍ଟିଫେନ୍ ବାରା ଲିଙ୍ଗରାଜ କାଲୋ ସତ୍ୟବାଦୀ କାଲୋ ସାବନା ସୁରିନ ରାୟ କୁଜୁର ରାଜେଶ ତିରିକି ପ୍ରମୁଖ ନେତୃବୃନ୍ଦ ଯୋଗଦାନ କରି ନିଜର ବକ୍ତବ୍ୟ ଦେବା ସଙ୍ଗେ ସଙ୍ଗେ ଉକ୍ତ ଆନ୍ଦୋଳନଗୁଡ଼ିକୁ ସମର୍ଥନ କରିଥିଲେ। आदिवासींकर जमी हड़प करिबा बंद कर आदिवासींकर जमी हड़प करिबा बंद कर पेशा आईन जंगल अधिकार आईन को ठीक भाव में कार्यकारी करिबा आमर दाबी पेशा आईन और जंगल अधिकार आईन को ठीक भाव में कार्यकारी करिबा आमर दाबी लद्दाख को स्वतंत्र राज्य मान्यता प्रदान करिबा आमर दाबी हसदेव जंगल सुरक्षा करिबा आमर दाबी हसदेव अंचल आदिवासी सुरक्षा आमर दाबी हसदेव जंगल को ध्वंस करिबा बंद कर लद्दाख रो प्राकृतिक परिवेश को ध्वंस करिबा बंद कर इनकलाब जिंदाबाद।